नमस्कार मो मातृभाषा चैनल को आपण मानक हार्दिक भाव में स्वागत। तो आज आम कालीचरण पट्टनायक रक्तमाटी संपर्क में केतेक संक्षिप्त प्रश्न उत्तर आलोचना करवा जहाँकि +3 5th सेमिस्टार रो एकादश पत्र प्रथम एकक रही। तो जो माने आपण मानक चैनल मो मातृभाषा को सब्सक्राइब करि नाहंती बा प्रथम करी एही चैनल को आसुछंती तो गोटे सब्सक्राइब कर दियंतु एवं पाखरे थिबा बेल आइकन रे ऑल ऑप्शन रे सिलेक्ट करी दियंतु जहा फल रे मो वीडियो सर्वप्रथमे आपण मानक पाखरे पहुंची पारिबो। चलंतु आमे आरंभ करिबा। फर्स्ट क्वेश्चन हेउची बा प्रथम प्रश्न हेउची एक नंबर प्रश्न रक्तमाटी नाटकटी केउ श्रेणी रो नाटक? उत्तर हेउची समस्या मूलक सामाजिक नाटक। 2 नंबर प्रश्न रक्तमाटी नाटकटी केतोटी अंक विशिष्ट? उत्तर हेउची 5 अंक विशिष्ट। 3 नंबर प्रश्न रक्तमाटीर प्रकाशन काल केबे? रक्तमाटीर प्रकाशन काल हेउची उत्तर रे 1947 मसीहा। 4 नंबर प्रश्न रक्तमाटी नाटकटी केउ रंगमंच रे केते दिन धरी अभिनीत होइथिला? उत्तर हेउची ओडिसा रो थिएटर्स रंगमंच रे 77 दिन रु अधिक अभिनीत होइथिला। 5 नंबर प्रश्न रक्तमाटी नाटकर रचयिता किए? उत्तर हेउची विजय। 6 नंबर प्रश्न रक्तमाटी नाटकर मुख्य नायिका किए? लता। उत्तर हेउची लता। 7 नंबर प्रश्न लता केउ तिथि रे जन्म ग्रहण करथिला? उत्तर होची दोल पूर्णिमा। लता दोल पूर्णिमा रे जन्म ग्रहण करथिला। 8 नंबर प्रश्न सांबादिक छबिलाल केउ संवाद पत्र रो संपादक? उत्तर होची जनमुख। 9 नंबर प्रश्न केउ जमीदार शुद्ध अर्थ रे शिक्षा अनुष्ठान खोली छंती? उत्तर होची चौधरी जमीदार। 10 नंबर प्रश्न किए डेपुटी चाकरी रे मोह छाड़ी देश सेवा रे ब्रती होइथिले? उत्तर होची निरंजन। 11 नंबर प्रश्न कलिकता चट्ट कल रे किए काम करुथिले? उत्तर होची राम प्रधान। 12 नंबर प्रश्न बालाश्रमर कर्ता किए? से काहा सह मिसी एहार परिचालना करुथिले? उत्तर होची श्याम बाबू सेठ गंगादास सह मिसी एहा परिचालना करुथिले। 13 नंबर प्रश्न लता काहार झियो? उत्तर रे राम प्रधान को झियो होची लता। 14 नंबर प्रश्न रक्तमाटी नाटकर आशा केउ भली चरित्र? उत्तर होची पार्श्व नायिका। 15 नंबर प्रश्न केउ दुईटी चरित्र रजनी ओ विजय चरित्र रे रिहर्साल करुथिले? उत्तर होची लता ओ विजय। 16 नंबर प्रश्न राम प्रधान रो
କେତେ ପରିମାଣର ଜମିକୁ ସେଠ ଗଙ୍ଗାଦାସ ଜବରଦଖଲ କରିଥିଲା? ଉତ୍ତର ହେଉଛି 3 ଗୁଣ୍ଠ 8 ବିଶାଡିହ। 17 ନମ୍ବର ପ୍ରଶ୍ନ, ସେଠ ଗଙ୍ଗାଦାସର କେଉଁ ଗ୍ରାମ? ଉତ୍ତର ହେଉଛି ବଳଣା। 18 ନମ୍ବର ପ୍ରଶ୍ନ, ବିଜୟ ଓ ଲତା ଅଭିନୟ କରୁଥିବା ନାଟକରେ ପୁଞ୍ଜିପତିର ନାମ କ'ଣ ଥିଲା? ଉତ୍ତର ହେଉଛି ରମାନାଥ। 19 ନମ୍ବର ପ୍ରଶ୍ନ, ରାଇସ୍ ମିଲ୍ କୁଲିମାନଙ୍କ ଧର୍ମଘଟର ପ୍ରେରଣାଦାତା କିଏ? ଉତ୍ତର ହେଉଛି ବିଜୟ। 20 ନମ୍ବର ପ୍ରଶ୍ନ, କାହା ଡିହ ଉପରେ ରାଇସ୍ ମିଲ୍ ଗଢ଼ି ଉଠିଥିଲା? ଉତ୍ତର ହେଉଛି ରାମ ପ୍ରଧାନ। 21 ନମ୍ବର ପ୍ରଶ୍ନ, ଅନ୍ଧ ଭିକାରୀଟିକୁ ଭିକ ନ ମାଗି କାହାର ଅନ୍ନ ଛତ୍ରକୁ ଯିବାକୁ କିଏ କହିଛନ୍ତି? ଉତ୍ତର ହେଉଛି ସେଠ ଗଙ୍ଗାଦାସର ଅନ୍ନ ଛତ୍ରକୁ ଯିବାକୁ ନଟବର କହିଛି। 22 ନମ୍ବର ପ୍ରଶ୍ନ, ବିଶ୍ୱବାବୁ କେଉଁ ଭଳି ଚରିତ୍ର? ଉତ୍ତର ହେଉଛି ବିଶ୍ୱବାବୁ ଜଣେ ଦେଶୀ ଡାକ୍ତର ଚରିତ୍ର। 23 ନମ୍ବର ପ୍ରଶ୍ନ, ଅଲେଖ ଗୁମାସ୍ତାର ଝିଅଟିର ନାମ କ'ଣ? ଉତ୍ତର ହେଉଛି ଆଶା ବା ଅଲେଖ ଗୁମାସ୍ତାର ଝିଅଟିର ନାମ ହେଉଛି ଆଶା। 24 ନମ୍ବର ପ୍ରଶ୍ନ, ନାଟକର ପରିଣତିରେ କେଉଁ ଚରିତ୍ରଟି ବିରାଟ ପରିବର୍ତ୍ତନ ଆସିଛି? ଉତ୍ତର ହେଉଛି ଅଲେଖ। 25 ନମ୍ବର ପ୍ରଶ୍ନ, ଆମେ କିନ୍ତୁ ହାତୀ ହେବାକୁ ଚାହୁଁନା, ପିମ୍ପୁଡ଼ି ହେବୁ, ଜୀଇଁବୁ ଭେଳା ବାନ୍ଧି, ରହିବୁ ଖରଶୁଅ ବା ଅକାତ ପାଣିର ଭୟ ନଥିବ ଯେମିତି, ଏହା କାହାର ଉକ୍ତି? ଉତ୍ତର ହେଉଛି ବିଜୟର। 16 ନମ୍ବର ପ୍ରଶ୍ନ, ମଣିଷ ପୂଜା କରେ ଠାକୁରର ପ୍ରତିମାକୁ, ପ୍ରତିମା ଭାଙ୍ଗିଗଲେ ମୂର୍ତ୍ତି ନଷ୍ଟ ହେଲେ ଦେବତା ଭାଙ୍ଗିଯାଏ ନାହିଁ, ମୂର୍ତ୍ତି ଦେବତାର କଳ୍ପନା ସିନା ଦେବତା ତ ନୁହେଁ, ଏହା କିଏ କାହାକୁ କହିଛି? ଉତ୍ତର ହେଉଛି ଆଶା ଲତାକୁ କହିଛି। 27 ନମ୍ବର ପ୍ରଶ୍ନ, ଗଛ ମାରି ମଲାଙ୍ଗ ବଢ଼ାଇ ପାରିବି ନାହିଁ ମୁଁ, କିଏ କାହାକୁ କହିଛି? ଉତ୍ତର ହେଉଛି ଚୌଧୁରୀ ଜମିଦାର କର୍ମୀମାନଙ୍କୁ କହିଛି। 28 ନମ୍ବର ପ୍ରଶ୍ନ, ତୁମ୍ଭର କର୍ମମୟ ଜୀବନରେ ପ୍ରେମ ମୋର ଅସ୍ତ୍ର ଛାୟା ନୁହେଁ ଉଦୟ ପ୍ରଭା, ଏହା କିଏ କାହାକୁ କହିଛି? ଉତ୍ତର ହେଉଛି ଲତା ବିଜୟକୁ କହିଛି। 29 ନମ୍ବର ପ୍ରଶ୍ନ, ଭଙ୍ଗା ମାଠିଆ ଆମେ ଚିରା କଦଳୀ ପତ୍ରଠୁ ବି ହୀନ, ଏ କଥା କିଏ କାହାକୁ କହିଛି? ଉତ୍ତର ହେଉଛି ଧରମୁ ଲୋଚନକୁ କହିଛି। 30 ନମ୍ବର ପ୍ରଶ୍ନ, ଆମେ ମୋହର ମରା 26 43 ମନୁଷ୍ୟ ନୁହେଁ କି ଗୋରୁ ବି ନୁହେଁ, ଦିନ ନାଇଁ କି ମୁଣ୍ଡ ନାଇଁ, ରକତ ନାଇଁ କି ମାଉସ ନାହିଁ, ଜୀବ ନାଇଁ କି ପିଣ୍ଡ ନାହିଁ, ଗୋଟିଏ ଗୋଟିଏ କଳ, ଆମେ ସବୁ ଖାଲି ନମ୍ବର, ବସ୍ତା ବୁହା ନମ୍ବର, ଏହା କାହାର ଉକ୍ତି? ଉତ୍ତର ହେଉଛି ଧରମୁର। 31 ନମ୍ବର ପ୍ରଶ୍ନ,
ଜାଲ ଫିଙ୍ଗା ଗୋଟାଏ ଅଚିହ୍ନା ହାତ ବୁଣି ଦେଇଛି ଭାତ। ଘାସ ତଳେ ଫାଶ ନ ଦେଖି ତୁମେ ହସି ହସି ଗିଳୁଛ ଆଜି। ଯାହାକୁ ଜୀବନ ବୋଲି ସେ ତୁମର ମରଣ। ଏ ଉକ୍ତିଟି କାହାର ଅଟେ? ଉତ୍ତର ହେଉଛି ବିଜୟ ଜନତାଙ୍କ ଉଦ୍ଦେଶ୍ୟରେ। 32 ନମ୍ବର ପ୍ରଶ୍ନ। ଜଣକର ଆନନ୍ଦ ପାଇଁ ଅଭିବୃଦ୍ଧି ପାଇଁ ଆଉ ଜଣକୁ ବାଟ ଛାଡ଼ି ଦେବାକୁ ହେବ। ଏ ତ ସୃଷ୍ଟିର ବିଧି। ଏହା କିଏ କାହାକୁ କହିଛି? ଉତ୍ତର ହେଉଛି ନିରଞ୍ଜନ ବିଦ୍ୟାଳୟର କିରାନୀକୁ କହିଛି। 33 ନମ୍ବର ପ୍ରଶ୍ନ। ଟଙ୍କାରେ ମନୁଷ୍ୟକୁ କିଣାଯାଏ, ମନୁଷ୍ୟତ୍ୱକୁ କିଣାଯାଏ ନା। ଟଙ୍କା ଦେଇ ସଭ୍ୟ ବୋଲାଇ ପାରେ ଲୋକ, କିନ୍ତୁ ସଭ୍ୟତାକୁ ପାଇ ପାରେ ନା। ଏହି ଉକ୍ତିଟି କିଏ କାହା ନିକଟରେ କହିଛି? ଉତ୍ତର ହେଉଛି ବିଜୟ ସାମା ନିକଟରେ କହିଛି। 34 ନମ୍ବର ପ୍ରଶ୍ନ। ଦୁର୍ବଳ ଉପରେ ଅତ୍ୟାଚାରର ସବଳର ଗୌରବ କାହିଁ? ବରଂ ସବଳ ବା ଶକ୍ତିମାନ ପକ୍ଷେ ଏଇଟା ନିନ୍ଦାର କଥା। କିଏ କାହା ପ୍ରସଙ୍ଗରେ ଏହା କହିଛି? ଉତ୍ତର ହେଉଛି ନିରଞ୍ଜନ ସେଠ ଗଙ୍ଗାଦାସ ପ୍ରସଙ୍ଗରେ କହିଛି। 35 ନମ୍ବର ପ୍ରଶ୍ନ। ଅନ୍ତର ଯୋଉଠି ଉପବାସୀ ସେଠି କେବଳ ମାତ୍ର ଜନ୍ମର ଦାବିରେ ପେଟ ପୂରେ ନାହିଁ ତ କିଏ କେଉଁ ଉଦ୍ଦେଶ୍ୟରେ କାହାକୁ କହିଛି? ଉତ୍ତର ହେଉଛି ବିଜୟ ଜନ୍ମଭୂମି ଛାଡ଼ି ଯିବା ଉଦ୍ଦେଶ୍ୟରେ ଲତାକୁ କହିଛି। 36 ନମ୍ବର ପ୍ରଶ୍ନ। ସ୍ନେହବିହୀନ ରକ୍ତର ଦାବି ମନୁଷ୍ୟକୁ ଆପଣାର ପରିମାଣରେ ନାହିଁ। କିଏ କାହାକୁ କହିଛି? ଉତ୍ତର ହେଉଛି ଲତା ବିଜୟକୁ କହିଛି। 37 ନମ୍ବର ପ୍ରଶ୍ନ। ବୀର ତୁମେ ଜାତିର ଦେଶର ମନର ସେନାପତି ବୋଲି କିଏ କାହାକୁ କହିଛି? ଲତା ବିଜୟକୁ କହିଛି।